ସାଙ୍ଗମାନେ ଜୟ ଜଗନ୍ନାଥ। ଆଜି ଗୋଟେ ବହୁତ ବଢ଼ିଆ ସୋରିଷ ବାଟଣ ଦେଇକି ଚୁନା ମାଛ ତରକାରୀ କରିଛି। ସାଙ୍ଗମାନେ ଏ ରେସିପିଟା ଯଦି ଆପଣମାନଙ୍କୁ ଭଲ ଲାଗେ, ଛୋଟ ଅନୁରୋଧ ଗୋଟେ ଲାଇକ୍ ଆଉ ଗୋଟେ କମେଣ୍ଟ ନିଶ୍ଚିନ୍ତ କରିବେ। ଆପଣଙ୍କ ଲାଇକ୍ ଆଉ କମେଣ୍ଟ ଦେଖିଲେ ମୋତେ ବହୁତ ଖୁସି ଲାଗିବ। ମୁଁ ଆପଣଙ୍କ ପାଇଁ ଏମିତି ମଜାଦାର ରେସିପି ନେଇକି ଆସିବି। ଆଜି ଯେଉଁ ଆମେ ତରକାରୀଟା ବନାଉଛେ, ଆପଣ ଏ ତରକାରୀ ସାଙ୍ଗରେ ଯଦି ମଟନ ତରକାରୀ ବି ରଖୁଛନ୍ତି ତ ଆପଣ ଏଇ ତରକାରୀକି ହିଁ ବାଛିବେ। ତ ଏତେ ସୁଆଦିଆ ଲାଗିବ ଆପଣଙ୍କୁ, ଆପଣ ମଟନ ଖାଇବାକୁ ବି ଛାଡ଼ିଦେବେ। ତ ଚାଲନ୍ତୁ ଏ ତରକାରୀଟା ବନେଇବା ଆରମ୍ଭ କରିବା। ତ ସାଙ୍ଗମାନେ ମୁଁ କିଛି ଚୁନା ମାଛ ନେଇଛି, ଟିକେ ହଳଦୀ, ଲଙ୍କାଗୁଣ୍ଡ ଆଉ ଲୁଣ ଦେଇକି ଭଲ ଭାବରେ ଆକୁ ଗୋଳେଇ ନେଇଛି। ତ ଏମିତି ଗୋଳେଇ ସାରିଲା ପରେ ମୁଁ ଗୋଟେ କଡ଼େଇ ନେଉଛି। ତ କଡ଼େଇ ଦେହରେ ଆମେ ଏ ଚୁନା ମାଛକୁ ଭାଜି ନେବା। ତ ମୁଁ ଏଇଠି ସୋରିଷ ତେଲ ଦେଇ ଚୁନା ମାଛ କିଛି ପକାଇ ଦେଇଥିଲି। ତ ପକାଇକି ଆମେ ଏମିତି ଏପଟ ସେପଟ କରିକି ଭାଜି ନେଉଛୁ। ସାଙ୍ଗମାନେ ଯଦି ଆପଣ ମୋ ଚ୍ୟାନେଲରେ ନୂଆ, ତାହେଲେ ପ୍ଲିଜ୍ ଚ୍ୟାନେଲକୁ ପ୍ରଥମେ ସବସ୍କ୍ରାଇବ୍ କରିନିଅନ୍ତୁ। କାହିଁକି ନା ଆପଣଙ୍କୁ ଏମିତି ମଜାଦାର ଭିଡ଼ିଓ ଦେଖିବା ପାଇଁକି ଆପଣ ଯଦି ସବସ୍କ୍ରାଇବ୍ କରିଥିବେ ତ ନୋଟିଫିକେସନ୍ ଯିବ, ଆପଣ ଦେଖିପାରିବେ। ସାଙ୍ଗମାନେ ଏଇଠି ମୁଁ ଗୋଟେ ଭାଡ଼ି ଚୁନା ମାଛ ଭାଜି ସାରିଛି। ତ ଆଉ ଟିକେ ଚୁନା ମାଛ ବଳିଛି, ଆମେ ଏଇଠି ଭାଜି ନେବା। ତ ସବୁଯାକ ଚୁନା ମାଛ ମୁଁ ଏମିତି ଭଲ ଭାବରେ ଭାଜି ନେଇଛି। ତ ଦେଖନ୍ତୁ ଭାଜିକିରି ମୁଁ କିଛି ସମୟ ରଖିଦେଇଛି। ତ ଏବେ ଚାଲନ୍ତୁ, ମାଛ ଗୁଡ଼ିକ ତ ଭାଜି ହେଇଗଲା, ଆମେ ଚାଲନ୍ତୁ ପ୍ରଥମେ ତରକାରୀଟା ବନେଇବା। ତ ତରକାରୀ ବନେଇବା ପାଇଁକି ମୁଁ ପିଆଜ ବି କାଟିକି ରେଡ଼ି କରି ରଖିଛି। ଚାଲନ୍ତୁ ପ୍ରଥମେ ଗ୍ୟାସଟାକୁ ଅନ୍ କରିନେବା। ଗ୍ୟାସ୍ ଅନ୍ କରି କଢ଼େଇ ବସେଇ ନେଇଛି, ଟିକେ ସୋରିଷ ତେଲ ଦେଇଛି ଆଉ ଫୁଟେଇବା ପାଇଁ ଜିରା ଦେଇଛି। ଜିରା ଫୁଟିଗଲାଣି ତ ମୁଁ ଏଇଠି ପିଆଜ ଦେଇଛି। ପିଆଜ ଦୁଇଟା ପିଆଜ ମୁଁ ଛୋଟ ଛୋଟ କରି କାଟି ନେଇଥିଲି। ତ ପିଆଜ ଟିକେ ଭାଜିବା ପାଇଁ ରଖିଦେଇଛି। ଚାଲନ୍ତୁ ପିଆଜ ଭାଜିବା ଭିତରେ ମସଲା ଗୋଟେ ବନେଇବା। ମସଲା ପାଇଁ ମୁଁ କିଛି ପିଆଜ ନେଇଛି, ଅଦା ନେଇଛି ଆଉ ଟିକେ ଅଧିକା ରସୁଣ ନେଇଛି, 2 ଚାମଚ ସୋରିଷ ନେଇଛି, ଟିକେ ପାଣି ଦେଇଛି ଆଉ ଅଧ ଚାମଚ ଜିରା ଦେଇଛି। ଭଲ ଭାବେ ବାଟି ନେଇଛି। ଦେଖନ୍ତୁ ତା ଭିତରେ ଏ ପିଆଜ ବି ଭାଜି ହେଇଯାଇଛି। ତା ଦେହରେ ମୁଁ 1 ଚାମଚ କାଶ୍ମୀରୀ ଲଙ୍କାଗୁଣ୍ଡ ଦେଇଛି, ଯାହାଫଳରେ ତରକାରୀଟି କଲର୍ ବହୁତ ବଢ଼ିଆ ଆସିବ। ତାପରେ ମୁଁ ଏଇଠି ସୋରିଷ ଯେଉଁ ବାଟିକି ରଖିଥିଲି ମୁଁ ବାଟଣକୁ ଦେଇଛି, ଟିକେ ପାଣି ଦେଇଛି। ପାଣିରେ ଟିକେ ଫୁଟି ଆସୁଥିଲା, ମୁଁ ଆହୁରି ବି ପାଣି ଦେଇଛି। ପାଣି ଦେଇ ସାରିଲା ପରେ ମୁଁ ଏଠି ଟିକେ ରାଗ ପାଇଁ ଲଙ୍କାଗୁଣ୍ଡ ଦେଇଛି। ଲଙ୍କାଗୁଣ୍ଡ ପରିବର୍ତ୍ତେ ଆପଣ ମସଲାରେ କଞ୍ଚା ଲଙ୍କା ବି ବାଟି ପାରିବେ। ତାପରେ ମୁଁ ସ୍ୱାଦ ହିସାବରେ ଲୁଣ ଦେଇଛି। ଆପଣ ଯେତିକି ଝୋଳ ରଖିବେ ଆଉ ଆଳୁ ଦେବେ ସେହି ହିସାବରେ ଲୁଣ ଦେବେ। ତାପରେ ହଳଦୀ ଦେଇଛି, ଦେଇକି ମୁଁ ଭଲ ଭାବରେ ଆକୁ ଗୋଳେଇ ନେଇଛି। ଟିକେ ସୋରିଷ ବାଟଣ ଫୁଟିବା ପାଇଁକି ଛାଡ଼ିବା। ଟିକେ ସୋରିଷ ବାଟଣ ଫୁଟି ଆସୁଥିଲା ତ ମୁଁ ଏଇଠି 2ଟା ଟମାଟର ଦେଇଛି। ତାପରେ ମୁଁ ୟାକୁ ଘୋଡ଼େଇ ନେଇଛି। ଘୋଡ଼େଇ ସାରିଲା ପରେ ଦେଖନ୍ତୁ ଇଏ 3ରୁ 4 ମିନିଟ୍ ଆମେ ବାଟଣକୁ ସୋରିଷ ମସଲାକୁ ଏକଦମ ସିଝେଇଛୁ ଆଉ ବହୁତ ବଢ଼ିଆ ଆର ବାସ୍ନା ଆସିଛି, ଏକଦମ କଲର୍ ବି ଚେଞ୍ଜ ହେଇଯାଇଛି। ତ ଏଇଠି ଆମେ ଯେତିକି ଆପଣଙ୍କର କ୍ୱାଣ୍ଟିଟି ହିସାବରେ ଆଳୁ ଦେବାକୁ ଚାହୁଁଥିବେ ଆଳୁ ଦେଇପାରିବେ। ତ ମୁଁ ଏଇଠି ଆଳୁ ଦେଇଛି। ଆଳୁ ଦେଇ ଟିକେ ଗୋଳେଇକି ଆମେ ଘୋଡ଼େଇ ଦେବା। ଆଳୁ ସିଝିବା ପର୍ଯ୍ୟନ୍ତ ଆମେ ଘୋଡ଼େଇ ଦେବା। ତ ମୁଁ ଏଇଠି ଘୋଡ଼େଇ ନେଇଛି। 2ରୁ 3 ମିନିଟ୍ ମୁଁ ଘୋଡ଼େଇଥିଲି। ତ ଆଳୁ ବି ବଢ଼ିଆ ସେ ସିଝିଗଲାଣି ଆଉ ତରକାରୀର ବହୁତ ବଢ଼ିଆ ବାସ୍ନା ବି ଆସିଲାଣି। ମୁଁ ଏଇଠି 2ଟା କଞ୍ଚା ଆମ୍ବ ଦେଉଛି ତରକାରୀ ଦେହରେ। ଆପଣ ଚାହିଁଲେ ଆମ୍ବୁଲ ଦେଇପାରିବେ, ତେନ୍ତୁଳି ବି ଦେଇପାରିବେ। ଯେହେତୁ ଏବେ ଆମ୍ବର ସିଜିନ୍ ଚାଲିଛି ତ ମୁଁ ଏଇଠି କଞ୍ଚା ଆମ୍ବ ଦେଉଛି। ଆମ୍ବକୁ ଭଲ ଭାବେ ଧୋଇକି ଚୋପା ଛଡ଼େଇ ମୁଁ ଏଇଠି ଦେଇଛି। ମୁଁ କାଟିନି, ସେମିତି ଗୋଟା ଦେଇଛି।
तो ये मु चूना माछ को भी दे देइछि। चूना माछ थंडा होगी जाइथिला तो मु एठी चूना माछ को दे देइछि। माछ दे सारा परे आमे एठी भल भाबरे गोळेई नबा। देखंतु मुझे किसी पानी देइछि काहेकि ना बहुत ही सोरस बाटण जो सिझिला पानी सब सुखी जाइथिला तो मुझे टिके पानी देइछि। जेतिकी आपण झोल रखिबे से हिसाब रे पानी देबे। तो ये देखंतु एते बढ़िया से ये बनिकी रेडी हो जाइछि। आर बास्ना एते बढ़िया आसुची आपणकर मटन भी ए बास्ना जगह हार मानी जीवो। ए तरकारी आगे मटन तरकारी भी हार मानी जीवो। तो ये देखंतु एते सुआदिया ये लागे ए तरकारी। तो ये आमर ये तरकारी रेडी हो जाइछि। आपण निश्चिंत बनातु आउ एंजॉय करंतु। मते कमेंट बॉक्स रे लिखिबा को बिल्कुल भी भूलिबेनी ए तरकारीटा आपणकर केमिति रेडी हैला आ केते सुआदिया हेछि। तो सांग माने आज पई एतिकी रहुची। पुणी देखाबो नुआ एक रेसिपी सहित ए समय रे ए चैनल रे आउ किछि मजादार रेसिपी सहित। तो सांग माने देखिबा को बिल्कुल भी भूलिबेनी आ मते कमेंट करिया जमा भी भूलिबेनी। तो रहुची।